हाय पिलाମାନେ ମୁଁ ସୁଶ୍ରୀ ଶିକ୍ଷା ସରସ୍ୱତୀ ଚ୍ୟାନେଲକୁ ତମମାନଙ୍କୁ ସ୍ୱାଗତ ଆଶା କରେ ତମମାନେ ଭଲରେ ଥିବ ତ ପ୍ଲସ୍ ଥ୍ରୀ ପିଲାମାନଙ୍କର ସେମିଷ୍ଟାର ଆରମ୍ଭ ହେଇଗଲାଣି କିମ୍ବା ନେକ୍ସଟ ମନ୍ଥ ଅଛି ତ ଆମେ ତାଙ୍କର କୋର୍ 1 କୋର୍ 2 ପ୍ରାୟ ସବୁ ଟପିକରେ ଲଙ୍ଗ କ୍ୱେଶ୍ଚେନ୍ ପିଡିଏଫ୍ ତ ଅପଲୋଡ଼ ହେଇସାରିଛି ସର୍ଟ କ୍ୱେଶ୍ଚେନ୍ ବି ବହୁତ ସାରା ଟପିକ ମୁଁ ଭିଡ଼ିଓ କରିସାରିଛି ଯେଉଁମାନେ ନୂଆ ଅଛ ନିହାତି ରୂପେ ଦେଖିଦେବ ତମମାନଙ୍କ ପାଇଁ ବହୁତ ହେଲ୍ପଫୁଲ୍ ରହିବ କାହିଁକିନା ଲଙ୍ଗ କ୍ୱେଶ୍ଚେନ୍ର ଟୋଟାଲ ପିଡିଏଫ୍ ମୁଁ ତମମାନଙ୍କୁ ସେୟାର କରିଛି ଭିଡ଼ିଓରେ ଆଉ ବାକି ରହିଲା ସର୍ଟ କ୍ୱେଶ୍ଚେନ୍ ବି କିଛିଟା ସେୟାର ହେଇଛି ଦେଖିଦେବ ତ ଆଜି ଆମେ ମାନକ ଭାଷା ଉପଭାଷାର ଲଙ୍ଗ କ୍ୱେଶ୍ଚେନ୍ ଆମେ ଅଲରେଡି ତମମାନେ ଦେଖି ସାରିଥିବ ଲଙ୍ଗ କ୍ୱେଶ୍ଚେନ୍ ଆଉ ମାନକ ଭାଷା ଉପଭାଷାର ଲଙ୍ଗ କ୍ୱେଶ୍ଚେନ୍ ମୁଁ ଅପଲୋଡ଼ କରିଛି ତ ସେଇ ମାନକ ଭାଷା ଉପଭାଷାର କିଛିଟା ସର୍ଟ କ୍ୱେଶ୍ଚେନ୍ ତମର କ୍ୱେଶ୍ଚେନ୍ ପ୍ୟାଟର୍ନ ଅନୁସାରେ 10ଟି ରହୁଛି ଯୋଉ 1 ମାର୍କ କ୍ୱେଶ୍ଚେନ୍ ରହୁଛି 10ଟି ଆଉ ଯୋଉ 5 ମାର୍କ କ୍ୱେଶ୍ଚେନ୍ ରହୁଛି 2 ମାର୍କ କ୍ୱେଶ୍ଚେନ୍ 8ଟି ରହୁଛି ଏମିତି କେତେଟା ରହୁଛି ତ ସେ ଅନୁସାରେ କ୍ୱେଶ୍ଚେନ୍ ପ୍ୟାଟର୍ନକୁ ନେଇକି ମୁଁ ଗୋଟେ କ୍ୱେଶ୍ଚେନ୍ ତମମାନଙ୍କ ପାଇଁ ପ୍ରିପେୟାର କରିଛି ଯୋଉଟା ଏକ୍ଜାମରେ ବହୁତ ଇମ୍ପୋର୍ଟାଣ୍ଟ ରହିବ ତମମାନଙ୍କ ପାଇଁ ତ ନିହାତି ରୂପେ ଭିଡ଼ିଓଟା ସ୍କିପ୍ ନ କରିକି ଏଣ୍ଡ ଯାଏଁ ଦେଖିବ କାହିଁକିନା ବହୁତ ହେଲ୍ପଫୁଲ୍ ହବ ବହୁତ ସାରା ସିଲେକ୍ଟେଡ୍ କ୍ୱେଶ୍ଚେନ୍ ଏ ଭିତରେ ରହିଛି ଦେଖ ଫର୍ଷ୍ଟ କ୍ୱେଶ୍ଚେନ୍ ଦେଖ ମାନକ ଭାଷା କାହାକୁ କୁହାଯାଏ ଏଇଟା ତମର 1 ମାର୍କର ସର୍ଟ କ୍ୱେଶ୍ଚେନ୍ଟା ତମର ଏମିତି ମାନକ ଭାଷା କାହାକୁ କୁହାଯାଏ ଦେନ୍ ଆନ୍ସର ତଳେ ଲେଖିବ ଏମିତି ଥାଇପାରେ କିମ୍ବା ତମର ରହିଲା ଡ୍ୟାସ୍ ପୂରଣ ଯୋଉଟା କହିଲେ ଫିଲ୍ ଇନ୍ ଦ ବ୍ଲାଙ୍କ ସେମିତି ବି ଆସିପାରେ ତ କୋଉ କେମିତି ଆସିବ ସେଟା ତ କହିହବ ନା ସେଟା କୋଉ ୟୁନିଭର୍ସିଟି କେମିତି କଣ ବନେଇବ କହିହବନି ବଟ୍ 1 ମାର୍କ ହିଁ ଆସିବ ଗୋଟେ ଶବ୍ଦରେ ହିଁ ଆନ୍ସର ଦେବାକୁ ପଡିବ ବୁଝିହେଲା ତମର ଡ୍ୟାସ୍ ପୂରଣ ହଉ କିମ୍ବା ନର୍ମାଲ ତମେ ତଳେ ଆନ୍ସରରେ ଲେଖ ତ ଦେଖ ମାନକ ଭାଷା କାହାକୁ କୁହାଯାଏ ଅଧିକୃତ ଭାଷାକୁ ମାନକ ଭାଷା କୁହାଯାଏ ଉପଭାଷା କେମିତି ଭାଷା ଆଞ୍ଚଳିକ ଭାଷା ମାନକ ଭାଷାର ସ୍ୱରୂପ କଣ ମାନକ ଭାଷାର ସ୍ୱରୂପ ହେଉଛି ସ୍ଥିର ଉପଭାଷାର ଲକ୍ଷଣ କଣ ପରିବର୍ତ୍ତନଶୀଳ ମାନକ ଭାଷା କେଉଁଠି ବ୍ୟବହୃତ ମାନକ ଭାଷା ସରକାରୀ ସ୍ତରରେ ବ୍ୟବହୃତ ମୁଁ ୟାର ଲଙ୍ଗ କ୍ୱେଶ୍ଚେନ୍ରେ ଡିଟେଲ୍ସ ବୁଝେଇ ସାରିଛି ଏଥିରେ ଆମକୁ କିଛି ବୁଝି ହଉନି ତମମାନଙ୍କୁ ଅନଲି ଖାଲି ଡିସ୍କସନ୍ କରୁଛି ଉପଭାଷା କେଉଁଠି ବ୍ୟବହୃତ ହୁଏ ମନେ ରଖିଥାଅ ମୋଷ୍ଟ ଇମ୍ପୋର୍ଟାଣ୍ଟ ମାନକ ଭାଷା କୋଉଠି ବ୍ୟବହାର କରାଯାଏ ଉପଭାଷା କୋଉଠି ବ୍ୟବହାର କରାଯାଏ କନଫ୍ୟୁଜ ନ ହେଇକି ଉଲ୍ଟା କ୍ୱେଶ୍ଚେନ୍ ଆନ୍ସର ଦବ ନାହିଁ ଉପଭାଷା କେଉଁଠି ବ୍ୟବହୃତ ନା ସମାଜରେ ପ୍ରଚଳିତ ଭାଷା ଉପଭାଷା ମାନକ ଭାଷା କଣ ଏଟା କଣଟା କିସ ହେଇଯାଇଛି ପିଲାମାନେ ଟିକେ ଆଡଜଷ୍ଟ କରିବୁ ଏତେ ସାରା ପିଲାମାନଙ୍କର ଟାଇପିଂ କରି ଲେଖିଲା ବେଳକୁ ନା ଏଠି ସ୍ପେଲିଂ ମିଷ୍ଟେକ୍ ହଉଛି ଆଉ ମୁଁ ଆଉ ପଢିକି ତାକୁ କରେକ୍ଟ କରି ହଉନି କାହିଁକିନା ପଢିକି କରେକ୍ଟ କଲେ ବହୁତ ଟାଇମ୍ ଲାଗିବ ଏକ୍ଜାମ ପାଖି ଆସିଲାଣି ନା ତମମାନଙ୍କ ପାଇଁ କ୍ୱେଶ୍ଚେନ୍ ପ୍ରିପେୟାର କରିବାକୁ ହଉଛି ତ ସେଥିପାଇଁ ଏଇଟା କଣ ଦେଖିବ ଏଇଟା କଣ ମାନକ ଭାଷା କଣ ଆଧାରରେ ଗଢା ବ୍ୟାକରଣ ଆଧାରରେ ଗଢା ଉପଭାଷା କଣ ଆଧାରରେ ଗଢା ଉପଭାଷା କଣ ଆଧାରରେ ଗଢା ପିଲାମାନେ ଲୋକଭାଷା ଲୋକଚଳିତ ଆଧାରରେ ଗଢା ମାନକ ଭାଷାର ରୂପ କିପରି ମାନକ ଭାଷା ରୂପ ଏକ ରୂପ ଉପଭାଷାର ରୂପ କିପରି ନା ବିବିଧ ମାନକ ଭାଷାର ଗୋଟିଏ ମାତ୍ର ରୂପ ଥାଏ କିନ୍ତୁ ଉପଭାଷାର ରୂପ ବିଭିନ୍ନ ପ୍ରକାରର କୋଉ ଜାଗାରେ କୋଉ ସ୍ଥାନରେ କିପରି ଚାଲିବ ନେକ୍ସଟ ଚାଲ 10ଟା 1 ମାର୍କ କ୍ୱେଶ୍ଚେନ୍ ତମର ଆଲୋଚନା ହେଇଗଲା ଦେନ୍ ଚାଲ 2 ମାର୍କ କ୍ୱେଶ୍ଚେନ୍ 9ଟି 2 ମାର୍କ 9ଟି ହେଲା ଦେଖ ମାନକ ଭାଷା କାହାକୁ କୁହାଯାଏ ମାନକ ଭାଷା କାହାକୁ କୁହାଯାଏ ଯେଉଁ ଭାଷାକୁ ରାଜ୍ୟ କିମ୍ବା ସମାଜ ଅଧିକୃତ ଭାବେ ଗ୍ରହଣ କରେ ଏବଂ ସରକାରୀ ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରେ ବ୍ୟବହୃତ ହୁଏ ସେହି ଭାଷାକୁ ମାନକ ଭାଷା କୁହାଯାଏ ବା ସରକାରୀ ଭାଷା ବି କୁହାଯିବ ତାକୁ ବୁଝିହେଲା ସରକାରୀ କାଗଜପତ୍ର ତାଙ୍କ ଦଲିଲ ତାଙ୍କ ନୋଟିସ ତାଙ୍କର ଯୋଉ ଆପ୍ଲିକେସନ ସରକାରୀ ଯାହା ବି ଚିଠା ପତ୍ର ସେଥିରେ ଯୋଉ ଭାଷା ବ୍ୟବହାର କରାଯାଏ ସେଟାକୁ ମାନକ ଭାଷା ବା ସରକାରୀ ଭାଷା ବି କୁହାଯାଇ ପାରିବ ଉପଭାଷା କାହାକୁ କୁହାଯାଏ କୌଣସି ମୁଖ୍ୟ ଭାଷାର ଆଞ୍ଚଳିକ ରୂପକୁ ଉପଭାଷା କୁହାଯାଏ ଯାହା ସ୍ଥାନୀୟ ଲୋକମାନେ ଦୈନିକ କଥାବାର୍ତ୍ତାରେ ବ୍ୟବହାର କରନ୍ତି ମାନକ ଭାଷାର 2ଟି ବୈଶିଷ୍ଟ୍ୟ ଲେଖ
पिला माने देखुथिबो बहुत इंपोर्टेंट क्वेश्चन आगु आहुरी बहुत इंपोर्टेंट क्वेश्चन रोची ଏହା ବ୍ୟାକରଣୀୟ ନିୟମ ଅନୁସାରେ ଗଢ଼ା ଏହା ରୂପ ସ୍ଥିର ଓ ସମସ୍ତଙ୍କ ପାଇଁ ଗ୍ରହଣୀୟ ମାନକ ଭାଷା ଦୁଇଟି ବୈଶିଷ୍ଟ୍ୟ ଅନେକ ବୈଶିଷ୍ଟ୍ୟ ଅଛି କିନ୍ତୁ ଦୁଇଟା ବୈଶିଷ୍ଟ୍ୟ ଏଠି 2 ମାର୍କ ପାଇଁ ରହୁଛି ଉପଭାଷାର ଦୁଇଟି ବୈଶିଷ୍ଟ୍ୟ ଲେଖ ଏହା ଅଞ୍ଚଳ ଭିତ୍ତିକ ପରିବର୍ତ୍ତନଶୀଳ ଏହାର ବ୍ୟବହାର ଅନୌପଚାରିକ ଠିକ ଅଛି ମାନକ ଭାଷା ଓ ଉପଭାଷା ମଧ୍ୟରେ ଗୋଟିଏ ପାର୍ଥକ୍ୟ ଲେଖ ମାନକ ଭାଷା ସରକାରୀ ଓ ଅଧିକୃତ ଭାଷା ହେଲେ ଉପଭାଷା ସ୍ଥାନୀୟ ଓ ଲୋକ ଚଳିତ ଭାଷା ଅଟେ ବହୁତ इंपोर्टेंट क्वेश्चन पिला माने परीक्षा रे सियोर आसीबो ही आसीबो एमथि क्वेश्चन आसीबो ना ए क्वेश्चन कोन ए जहा तमर टॉपिक अछि से भीतर आसीबो ना कोन बाहर आसीबो से टॉपिक रो ही आसीबो ना तो ए टॉपिक बेसिक सब क्वेश्चन गुडा को बुझियला ମାନକ ଭାଷା କେଉଁ କ୍ଷେତ୍ରରେ ବ୍ୟବହୃତ ହୁଏ ପିଲାମାନେ ନା ମାନକ ଭାଷା ପ୍ରଧାନତଃ ଶିକ୍ଷା ପ୍ରଶାସନ ସାହିତ୍ୟ ଓ ମାଧ୍ୟମରେ ବ୍ୟବହୃତ ହୁଏ ମାନକ ଭାଷା କୋଉଠି ପ୍ରଚଳିତ ଉପଭାଷା କୋଉଠି ପ୍ରଚଳିତ ମାନକ ଭାଷା କେମିତି ବ୍ୟବହୃତ ହୁଏ କାହିଁକି ବ୍ୟବହୃତ ହୁଏ ଏଇ ସବୁକୁ ନେଇକି କ୍वेଶ୍चन ଗୁଡା ଠିକ ହେଲା ଦେନ୍ ଚାଲ ଉପଭାଷା କେଉଁ କ୍ଷେତ୍ରରେ ବ୍ୟବହୃତ ପିଲାମାନେ ଉପଭାଷା ଦୈନିକ କଥାବାର୍ତ୍ତା ସାମାଜିକ ଓ ଗ୍ରାମୀଣ ଜୀବନରେ ବେଶୀ ବ୍ୟବହୃତ ହୁଏ ମାନକ ଭାଷା କିପରି ଗଢ଼ାଯାଏ ମାନକ ଭାଷା ବ୍ୟାକରଣ ଶବ୍ଦକୋଷ ଓ ସାହିତ୍ୟିକ ପରମ୍ପରା ଆଧାରରେ ଗଢ଼ାଯାଏ ଉପଭାଷାର ଗୁରୁତ୍ୱ ଲେଖ ଉପଭାଷା ଲୋକ ଜୀବନ ସଂସ୍କୃତି ଓ ପରମ୍ପରାକୁ ପ୍ରତିଫଳିତ କରେ ଏବଂ ଭାଷାର ବିକାଶରେ ସାହାଯ୍ୟ କରେ ନେକ୍ସଟ ଚାଲ ତମର 8ଟି 5 ମାର୍କ କ୍वेश्चन ରହୁଛି ମାନକ ଭାଷା କାହାକୁ କୁହାଯାଏ ଏହାର ସଂଜ୍ଞା ସ୍ୱରୂପ ବ୍ୟାଖ୍ୟା କର ମାନକ ଭାଷା ବୋଲି ସେହି ଭାଷାର ଏକ ନିର୍ଦ୍ଦିଷ୍ଟ ସଂସ୍କୃତ ଶୁଦ୍ଧ ଓ ସ୍ଥିର ରୂପକୁ କୁହାଯାଏ ଏହାକୁ ଯାହାକୁ ସମାଜ ଓ ରାଜ୍ୟ ଅଧିକୃତ ଭାବରେ ଗ୍ରହଣ କରିଥାଏ ଏହି ଭାଷା ପ୍ରଧାନତଃ ଶିକ୍ଷା ପ୍ରଶାସନ ସାହିତ୍ୟ ଅଦାଲତ ଓ ଗଣମାଧ୍ୟମରେ ବ୍ୟବହୃତ ହୁଏ ମାନକ ଭାଷାର ସ୍ୱରୂପ ହେଉଛି ଏହା ବ୍ୟାକରଣ ନିୟମରେ ବନ୍ଧା ଶବ୍ଦକୋଷ ଦ୍ୱାରା ସୁସ୍ପଷ୍ଟ ଓ ସାହିତ୍ୟିକ ପରମ୍ପରାରେ ସୁଷ୍ଟ ଏହାର ରୂପ ସମସ୍ତ ଅଞ୍ଚଳରେ ପ୍ରାୟ ଏକ ରୂପ ରୁହେ ଯାହା ଭାଷାର ସ୍ଥିରତା ଓ ସଂଯୋଗକୁ ଦୃଢ କରେ ମାନକ ଭାଷା ଭାଷାର ଆଧିକାରିକ ପରିଚୟ ରୂପେ କାର୍ଯ୍ୟ କରେ ନେକ୍ସଟ ତାପରେ କଣ ଉପଭାଷା କାହାକୁ କୁହାଯାଏ ଏହାର ଲକ୍ଷଣ ବିବେଚନା କର ଉପଭାଷା ହେଉଛି ମୁଖ୍ୟ ଭାଷାର ଆଞ୍ଚଳିକ ଭିତ୍ତିକ ଅଞ୍ଚଳ ଭିତ୍ତିକ ଓ ଲୋକ ଚଳିତ ରୂପ ଏହା ଏକ ନିର୍ଦ୍ଦିଷ୍ଟ ଭୌଗୋଳିକ ଅଞ୍ଚଳର ଲୋକମାନଙ୍କ ଦୈନନ୍ଦିନ କଥାବାର୍ତ୍ତାରେ ବ୍ୟବହୃତ ହୁଏ ଉପଭାଷାର ପ୍ରମୁଖ ଲକ୍ଷଣ ହେଉଛି କଣ ନା ଏହା ପରିବର୍ତ୍ତନଶୀଳ ସ୍ୱାଭାବିକ ଓ ନିୟମ ମୁକ୍ତ ଏହାର ଉଚ୍ଚାରଣ ଶବ୍ଦ ଚୟନ ବ୍ୟାକରଣ ଗଠନ ଅଞ୍ଚଳ ଅନୁସାରେ ଭିନ୍ନ ଭିନ୍ନ ହୁଏ ଉପଭାଷା ଲୋକ ଜୀବନର ଭାବ ସଂସ୍କୃତି ଓ ପରମ୍ପରାକୁ ସଜୀବ ଭାବେ ପ୍ରତିବିମ୍ବିତ କରେ यार लॉन्ग क्वेश्चन पिला माने मु डिटेल्स बुझीची उपभाषा मानक भाषा ऊपर डिटेल्स बुझीची बहुत लॉन्ग वीडियोटा अछि त माने देखि दबो जाय के आउ टिके बेसी क्लियर हे जे बुझियला नेक्स्ट चलो मानक भाषा उपभाषा मध्य पार्थक्य आलोचना कर मानक भाषा उपभाषार दुईटी भिन्न रूप मानक भाषा अधिकृत और सरकारी एटा पिला माने बहुत इंपोर्टेंट क्वेश्चन एटा प्राय 99% आसी पारे काहे ना मानक भाषा उपभाषा मध्य पार्थक्य प्राय आसे बुझिला तो कौन अधिकृत और सरकारी भाषा जेउठारे उपभाषा अनौपचारिक और अंचलीय मानक भाषा व्याकरण और शब्दकोश द्वारा नियंत्रित होता है उपभाषा एपरी कठोर नियम रे बंधा नुहे मानक भाषा शिक्षा और साहित्य माध्यम उपभाषा लोक जीवन रो भाषा उभय मिसी एक भाषा को संपूर्ण करे नेक्स्ट चलो मानक भाषार गुरुत्व वर्णना कर मानक भाषा समाज रे सुस्पष्ट जोगाजोग स्थापन करे शिक्षा प्रशासन अदालत गणमाध्यम रे एहा एक साधारण भाषा रूपे काम करे मानक भाषा भाषा को शुद्धता स्थिरता और सांस्कृतिक गरिमा देता एहा जातीय एकता को मजबूत करी एक भाषा को आधिकारिक परिचय प्रदान करे देन लास्ट क्वेश्चन कोन होची
देन 5 नंबर क्वेश्चन देख उपभाषार गुरुत्व विश्लेषण कर उपभाषा लोक जीवन आत्मा यह लोक साहित्य लोक गीत लोक कथा और परंपरा मूलक आधार उपभाषा भाषा को सजीव और चली सजीव ओ इटा पिला माने स्किप करिवो सजीव करे बोली लिखिबो इटा गुटे कोन स्पेलिंग टा इट मिस्टेक हेछि एटा हां सजीव करे एटा दब लिखियो भाषा को सजीव करे देन यह नूतन शब्द और भावना सृष्टि करी मानक भाषा को समृद्ध करे नेक्स्ट मानक भाषा किपरि गठित गढ़ी उठे दीर्घ समय धरी साहित्य शिक्षा और सामाजिक व्यवहार माध्यम रे मानक भाषा गढ़ी उठे व्याकरण और शब्दकोश एहाकु नियमित करे राज्य और समाज जेतेबेले एक भाषार निर्दिष्ट रूप को ग्रहण करे सेतेबेले ताहा मानक भाषा रूपे प्रतिष्ठित हुए उपभाषार उत्पत्ति और विकास वर्णना कर भौगोलिक दूरता सामाजिक भिन्नता और सांस्कृतिक परिवेश उपभाषार उत्पत्तिर मूल कारण समय सहित या विकास पाई केबेले बेले पाई केबे केबे मानव भाषार प्रभाव पकाए पिला माने टिके संक्षिप्त अछि तमे आ कोन ऐड कर देई पारो इटा मेन पॉइंट दी तीनटा म ऐड करछि तमे आ किछि ऐड करके टिके लॉन्ग लिखि पारो 5 मार्क क्वेश्चन गुडा बेसी लंबा लिखिबोनी बस गोटे पेज टिके अधा रहिबो मे बी खाली 10 धाड़ी पाखा पाखी लिखिले हबो बेसी न लिखिले चलेबो 5 मार्क क्वेश्चन तुम लॉन्ग क्वेश्चन जोटा रहउछि सेटा बहुत डिस्क्राइब करी लिखिबो तुम 8 मार्क जोटा रहउछि जोटा लॉन्ग क्वेश्चन रहउछि चारटा सेटा टिके डिस्क्राइब करिके 3 पेज पाखा पाखी गोटे पेज रो एपट सेपट देन आ गोटे पेज रो एपट सेपट लिखिले तुमर हेइ जिवो 8 मार्क क्वेश्चन ठीक अछि 2 पेज फुल माने गोटे पेज रो एपट सेपट नेक्स्ट पेज रो गोटे साइड किमा 2 साइड लिखिले तुम 8 मार्क हेइ जिवो बुझिला देन मानक भाषा उपभाषा भाषा विकास रे उभयर भूमिका मानक भाषा भाषा को एक आकार और गरिमा देइथाय उपभाषा ताहाको सजीव और लोकमुखी करे उभयर समन्वय रे भाषा समृद्ध स्थिर और गतिशील हुए पिला माने आज बहुत सारे इंपोर्टेंट क्वेश्चन हमें डिस्कशन करलु जो माने नुआ छ चैनल निहात रूपे चैनल को लाइक शेयर सब्सक्राइब कर दबो तुम संग माने जो माने तमर क्लासमेट रहउछन्ते सेमान को शेयर कर दबो तांको मानको पय भी क्वेश्चन बडा बेनिफिट रहइबो तो सेति पे सेमान को शेयर कर दबो बाकी चैनल नुआ थे निहात रूपे चैनल को सब्सक्राइब कर दबो काहेकि ना आमे एमती बहुत सारा क्वेश्चन आंसर आलोचना करूछु आगु को भी करबो इन सेमेस्टर एग्जाम आसी गलानी तो सेति पे तमन को पय हेल्पफुल रहइबो तो देखा हबो परवर्ती वीडियो रे आमे संबोध गीतिका जो रहउछि से विषय आलोचना करिवो तो अपडेट पाइया पे निहात रूपे चैनल जॉइन करथा रहउछि धन्यवाद।